ମୋ ନାଁ ନୂତନ ନାୟକ। ମୁଁ 1985 ବେଚ୍ 1985 ବେଚ୍ ର ଏଇ ସ୍କୁଲର ଛାତ୍ର। ଆଉ ଏଇ ସ୍କୁଲ ବିଷୟରେ ମୋ ବାପା ବି ଏଇ ସ୍କୁଲରେ ପଢ଼ିଛନ୍ତି। ଆଉ 101 ବର୍ଷ ବର୍ତ୍ତମାନ ଏଇ ସ୍କୁଲକୁ ହେଇଛି। ଆମେ ସବୁ ବହୁତ ଖୁସି ଆଉ ବହୁତ ପୁରାତନ ଛାତ୍ର ଆମମାନଙ୍କର ବେଚ୍ ଏଇଠି ଆସିକିରି ଉପସ୍ଥିତ ହୋଇଛନ୍ତି। କିଏ ଯେଉଁମାନେ ବାହାରେ ରହିଛନ୍ତି ସେମାନେ ବି ଆଜି ଆସିଛନ୍ତି। ବହୁତ ଉତ୍ସାହ ଏବଂ ଆଗ୍ରହର ସହିତ ସେମାନେ ତାଙ୍କେ ମାନେ ଆର୍ଥିକ ଏବଂ ଫିଜିକାଲି ମଧ୍ୟ ଏଇଠି ଆସିକିନା ଅଛନ୍ତି। ବହୁତ ଖୁସି ଅଛନ୍ତି। ସମସ୍ତେ ସମସ୍ତଙ୍କର ପରିବାର ସହିତ ଆସିଛନ୍ତି। 100 ବର୍ଷର ସ୍କୁଲ, ବହୁତ ପୁରୁଣା ସ୍କୁଲ। ବର୍ତ୍ତମାନ ଆମେ ଦେଖୁଥିଲୁ ଯେ 1214 ମାସର ସ୍କୁଲ ଏଇଟା। ଆଉ ଆମେ ବହୁତ ଖୁସି ଏଠାରେ। ଆଉ ଆମେ ଯାହା ସ୍କୁଲ ବିଷୟରେ କିଛି ଜାଣିଛୁ, ମୁଁ କିଛି କହିଦେବି ଯେ 1926 ମସିହା ଅକ୍ଟୋବର 1924 ମସିହା ଅକ୍ଟୋବର 23 ତାରିଖରେ ଏଇଟା ସ୍କୁଲଟା ଓପନିଂ ହେଇଥିଲା। ଆଉ ସେତେବେଳକୁ ଯେଉଁ ପ୍ରଧାନ ଶିକ୍ଷକ ଥିଲେ ସେ ଆମର ଏଇ ପାଖର ମାଳିଆଟିଗାଁର ଜିତୁ ନାୟକ ବୋଲି ଜଣେ ଥିଲେ। ଆଉ ଆମେ ଯାହା ଖବର ପାଇଛେ, ଆଉ 1955 ସେତେବେଳକୁ ସେ ସ୍କୁଲଟା ଏଇ ସ୍କୁଲଟା ଆମର ଚାଉଁରିଆଗୁଡ଼ି ପାଖରେ ଗୋଟେ ଚାଳ କୁଡ଼ିଆରେ ଥିଲା। ଆଉ ତାପରେ ଏଇଟା ଜିଲ୍ଲା ପରିଷଦ ସ୍କୁଲ ଥିଲା, ଏଇଟା ଏକ୍ସପୋର୍ଟ ନଥିଲା, ଯାହା ଆମେ ଇନଫର୍ମେସନ୍ ପାଇଛୁ ଆମର ପୂର୍ବପୁରୁଷଙ୍କ ପାଖରୁ। ଆଉ ତାପରେ ଧୀରେ ଧୀରେ ଏଇଠି ଆସିଲା ପରେ 1955 ମସିହାରେ ଏଇଠି ପଞ୍ଚାୟତ ଆଉ ଆମର ଏକ୍ସପୋର୍ଟ ୟୁପି ସ୍କୁଲ ଗୋଟେ ସାଙ୍ଗରେ ହେଲା। ଏଠି ଟିଣ ଘର ଦ୍ୱାରା ସ୍କୁଲ ଏଇଠି ପରିଚାଳିତ ହେଲା। ଆଉ ଏମିତି ଭାବରେ ତାର ବହୁତ ଗୁଡ଼ାଏ ପୁରୁଣା ଇତିହାସ ରହିଛି। ବହୁତ ଗୁଡ଼ାଏ ଶିକ୍ଷକ ଏଠାରେ ବର୍ତ୍ତମାନ ଆଜି ଏଠି ଆସିକି ପହଞ୍ଚିଛନ୍ତି। ଆଉ ବହୁତ ଗୁଡ଼ାଏ ପୁରାତନ ଛାତ୍ର ବି ଆସିଛନ୍ତି। ଆମେ ବହୁତ ଖୁସି ଯେ ଆଜି ଆମେ ଭାଗ୍ୟବାନ ଲୋକ ଯେ ଆମେ ଆଜି ଏଇ ସ୍କୁଲର ଛାତ୍ର ଏବଂ ଏଇ ପ୍ରୋଗ୍ରାମରେ ଆମେ ଅଂଶଗ୍ରହଣ କରିଛୁ। ଆମେ ଜାଣିବାକୁ ପାଉଛୁ ଯେ 1955ର ଜଣେ ଛାତ୍ର ଆସିଥିଲେ। ତାଙ୍କେ ବର୍ତ୍ତମାନ ଅସୁସ୍ଥତା କାରଣରୁ ସେ ଫେରି ଯାଇଛନ୍ତି। ଆର୍ ପ୍ରଭାକର ରାଓ ରାଜୁବାବୁ 1955 ମସିହାର ଜଣେ ଛାତ୍ର ମଧ୍ୟ ଏଠି ଆସିକି ପହଞ୍ଚିଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ ଅବସ୍ଥା ଦୃଷ୍ଟିରୁ ସେ ବର୍ତ୍ତମାନ ଫେରି ଯାଇଛନ୍ତି। ଆଉ ଆମେ ବହୁତ ଖୁସି ଯେ ଏତେ ପୁରାତନ ଛାତ୍ର ମଧ୍ୟ ଏଠି ଆସିଛନ୍ତି। ତାପରେ ମଧ୍ୟ ଯୋଉ ବେଚ୍ ଗୁଡ଼ାକର ଛାତ୍ର ଗୋଟେ ଗୋଟେ ଆସୁଛନ୍ତି ଏଇଠି, ସମସ୍ତେ ନିଜ ନିଜର ବକ୍ତବ୍ୟ ଦଉଛନ୍ତି। ସେଇ ଟାଇମରେ କେମିତି ଥିଲା, ବଲଗର ଗହମ ଆମେରିକାରୁ ଆସୁଥିଲା, ସେଇଠି ଉପମା କେମିତି ଦିଆ ହଉଥିଲା, ଆଉ ମାନେ ଏଇଠି ଗଛ ଗୁଡ଼ାକରେ ପିଲା କେମିତି ଖେଳୁଥିଲେ, ସେସବୁର ନିଜ ନିଜର ଅଭିଜ୍ଞତା ଏଠାରେ ରଖିଛନ୍ତି। ବହୁତ ଖୁସିର କଥା ଯେ ଏଠାରେ ଆଜି ସମସ୍ତେ ଏକଜୁଟ ହେଇଛନ୍ତି ଏବଂ ଏଇ 100 ବର୍ଷ ପୂର୍ତ୍ତି ଉପଲକ୍ଷେ।